ସକାଳୁ ଆଜି ତାରିଖ 11 ଜାନୁଆରୀ 2026 ରବିବାର କୋରାପୁଟ ଜିଲ୍ଲା ଦାମନଯୋଡ଼ିରେ ବର୍ତ୍ତମାନ ଅଦିନ ବର୍ଷା ଆଉ ଇଏ ଆପଣମାନେ ଦେଖିପାରୁଛନ୍ତି କୋଉ ଭଳିଆ ବର୍ଷା ପଡ଼ିଛି। ଆର ମଜା ମିଶା ଟିକେ ଅଲଗା ନା ଆଉ ସେଇଟା ପାଇଁ ତ କୁହାଯାଏ ଯେ କୋରାପୁଟର ପାଣିପାଗ। ନମସ୍କାର ଦର୍ଶକ ବନ୍ଧୁ, ପାଣିପାଗ ଅପଡେଟ୍ରେ ଆପଣମାନଙ୍କୁ ମିଷ୍ଟର ଟିକେ ନ୍ୟୁଜ୍ ଓଡ଼ିଆ ଚ୍ୟାନେଲକୁ ସ୍ୱାଗତ। ବଦଳିଗଲା ପାଣିପାଗର ଗତିବିଧି। ରାଜ୍ୟର କିଛି ଅଞ୍ଚଳରେ ଝିପ୍ ଝିପ୍ ଟିପ୍ ଟିପ୍ ବର୍ଷା, ମେଘୁଆ ପାଗ। 12 ଜାନୁଆରୀ ସୋମବାର ଦିନ ସାରା ପାଗ ଶୁଖିଲା ରହିବ, କିନ୍ତୁ ମେଘୁଆ ପାଗ ରହିବ ବୋଲି ଅନୁମାନ କରାଯାଉଛି ଏବଂ ବରିବ ପାରଦ କମିବ ଶୀତ। ଦର୍ଶକ ବନ୍ଧୁ, ଆଗାମୀ 24 ଘଣ୍ଟାରେ ପାଗ ବଦଳିଯିବ, କାରଣ ଶ୍ରୀଲଙ୍କା ଓ ଦକ୍ଷିଣ ଭାରତ, ତାମିଲନାଡୁ, କେରଳ, ପଣ୍ଡିଚେରୀ, ଆନ୍ଧ୍ରପ୍ରଦେଶଠାରେ ସାଇକ୍ଲୋନ୍ ଯୋଗୁଁ ଶୀତ ଟିକେ କମ୍ ଥିଲା। ଦକ୍ଷିଣ ଭାରତରେ ବେଶୀ ସମୟ ସାଇକ୍ଲୋନ୍ ବେଶୀ କ୍ଷତି କରିନାହିଁ, କିନ୍ତୁ ଅଦିନିଆ ବର୍ଷା ଯୋଗୁଁ ଚାଷୀ ମୂଲିଆଙ୍କ ଫସଲ ଉପରେ ପ୍ରଭାବ ପଡ଼ିଅଛି। ରାଜ୍ୟରେ ପ୍ରବଳ ଜାରରେ ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାର ଟିପ୍ ଟିପ୍ ଝିପ୍ ଝିପ୍ ବର୍ଷା ହୋଇଅଛି। ପଣ୍ଡୁଚେରୀ ଏବଂ ଶ୍ରୀଲଙ୍କାଠାରେ ଅବପାତ ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବଢ଼ିଗଲା ତାପମାତ୍ରା ଏବଂ କମିଗଲା ଶୀତ ଓ କୁହୁଡ଼ି। ପ୍ରବଳରୁ ଅତି ପ୍ରବଳ ଶୀତରୁ ଲୋକମାନଙ୍କୁ ମିଳିଲା ଆଶ୍ୱସ୍ତି। ଦର୍ଶକ ବନ୍ଧୁ, 48 ଘଣ୍ଟା ମଧ୍ୟରେ ବହୁତ ବଡ଼ ପରିବର୍ତ୍ତନ ହୋଇଗଲା। 4ରୁ 5 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢ଼ିଯାଇଅଛି। ଏହି ପରିବର୍ତ୍ତନର କାରଣ ହେଲା ମେଘୁଆ ପାଗ ଓ ସାଇକ୍ଲୋନର ଅବପାତ ଯୋଗୁଁ। କୋରାପୁଟର ଦାମନଯୋଡ଼ି ଠାରେ ଟିପ୍ ଟିପ୍ ଝିପ୍ ଝିପ୍ ବର୍ଷା ହୋଇଛି ଏବଂ ଖୋର୍ଦ୍ଧା ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହେବାର ଆଶଙ୍କା ମିଳିଅଛି। ଦକ୍ଷିଣ ଭାରତରେ ବର୍ଷାର ପ୍ରଭାବ ଜାରି ରହିବ ଆହୁରି 2ରୁ 3 ଦିନ ଯାଏ, କିନ୍ତୁ ଓଡ଼ିଶାରେ ଏହାର ପ୍ରଭାବ ସାମାନ୍ୟ ଦେଖାଯିବ, ଯେମିତି ମେଘୁଆ ପାଗ, ସାମାନ୍ୟ ବର୍ଷା କେଉଁ କେଉଁ ସ୍ଥାନରେ ବୋଲି ଅନୁମାନ କରାଯାଉଛି। ଆଗାମୀ 24 ଘଣ୍ଟା ମଧ୍ୟରେ ଆହୁରି ଶୀତ ଦେଖାଯିବ। ଶୀତର କମ୍ପିବ ଓଡ଼ିଶା। ସାଇକ୍ଲୋନ୍ ଦୁର୍ବଳ ହୋଇଯିବା ଯୋଗୁଁ ମେଘ ଘୁଞ୍ଚିଯିବ ଆଉ ଶୀତ ବଢ଼ିବାକୁ ଆରମ୍ଭ ହେବ। ଉପକୂଳରୁ ଆଭ୍ୟନ୍ତରୀଣ ଅଞ୍ଚଳରେ ସବୁ ଜାଗାରେ କମିଯିବ ପାରଦ। ସବୁ ଜାଗାରେ ଦେଖାଯିବ ଜାର ଏବଂ ଜାର ଭାଙ୍ଗିବ ହାର ବୋଲି ସ୍ପଷ୍ଟ ଜଣାପଡ଼ୁଅଛି। ଓଡ଼ିଶା ଉପକୂଳ ଜିଲ୍ଲାମାନଙ୍କର ତାପମାତ୍ରା ବଢ଼ିଛି, ଶୀତ ଟିକେ କମ୍ ଅଛି, କିନ୍ତୁ ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତ ଜାରି ରହିଛି। ବର୍ତ୍ତମାନ ଜଣାପଡ଼ୁଅଛି ହିମାଳୟ ପଟରୁ ଥଣ୍ଡା ବାୟୁ ଆସିବ 8 କିଲୋମିଟରରୁ 10 କିଲୋମିଟର ଘଣ୍ଟା ପ୍ରତି ବେଗରେ, ଆଉ ଶୀତ ହେବ। ପଶ୍ଚିମ ଝଡ଼ ଆସୁଅଛି। ଦର୍ଶକ ବନ୍ଧୁଗଣ, ଆଜି ପାଗ ଶୁଖିଲା ରହିବ, ମେଘୁଆ ପାଗ ରହିବ, ହାଲୁକା କୁହୁଡ଼ି ଦେଖାଗଲା କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ କିଛି କିଛି ସ୍ଥାନରେ ଏବଂ ଏହାର ଆଖପାଖ ଜିଲ୍ଲାରେ ହାଲୁକା ଶୀତ ଅନୁଭବ ହୋଇଅଛି। ଦର୍ଶକ ବନ୍ଧୁଗଣ, ହାଲୁକା ବର୍ଷା ହୋଇପାରେ କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାରେ କିଛି ସ୍ଥାନରେ ବୋଲି ଅନୁମାନ କରାଯାଇଅଛି। ଆଜି ପାଇଁ କୌଣସି ଆଲର୍ଟ ଜାରି ନାହିଁ। ଦର୍ଶକ ବନ୍ଧୁ, ପାଗ ଏହି ପ୍ରକାରର ରହିବ। ପାରଲାଖେମୁଣ୍ଡିଠାରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି 28.6 ଡିଗ୍ରୀ ସେଲସିୟସ୍। ସର୍ବନିମ୍ନ ରେକର୍ଡ ହୋଇଛି ତାପମାତ୍ରା ଫୁଲବାଣୀ ଜିଲ୍ଲାଠାରେ 7 ଡିଗ୍ରୀ ସେଲସିୟସ୍। ନବରଙ୍ଗପୁରଠାରେ ରେକର୍ଡ ହୋଇଛି 11 ଡିଗ୍ରୀ ସେଲସିୟସ୍। ଫୁଲବାଣୀଠାରେ ରେକର୍ଡ ହୋଇଛି 7 ଡିଗ୍ରୀ ସେଲସିୟସ୍। ବୌଦ୍ଧଠାରେ ରେକର୍ଡ ହୋଇଛି 10 ଡିଗ୍ରୀ ସେଲସିୟସ୍। ଅନୁଗୁଳଠାରେ ରେକର୍ଡ ହୋଇଛି 10 ଡିଗ୍ରୀ ସେଲସିୟସ୍। ବଲାଙ୍ଗୀରଠାରେ 11 ଡିଗ୍ରୀ। ବରଗଡ଼ଠାରେ 10 ଡିଗ୍ରୀ। ଝାରସୁଗୁଡ଼ାଠାରେ 8 ଡିଗ୍ରୀ। ସୁନ୍ଦରଗଡ଼ଠାରେ 9 ଡିଗ୍ରୀ। ରାଉରକେଲାଠାରେ 8 ଡିଗ୍ରୀ ସେଲସିୟସ୍। ଏହି ସବୁ ଜାଗାରେ ଶୀତ ଓ କୁହୁଡ଼ି ଦେଖିବାକୁ ମିଳିଅଛି। ଦର୍ଶକ ବନ୍ଧୁ, ଧୀରେ ଧୀରେ ପାଗ ପରିଷ୍କାର ହେବ, ଶୀତ ବଢ଼ିବ। ମୁଁ ମିଷ୍ଟର ଟିକେ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲରେ ପାଗର ଅପଡେଟ୍ ଦେବାର ଚେଷ୍ଟା କରିବି। ଆଜିର ପାଗ ଅପଡେଟ୍ ଆପଣମାନଙ୍କୁ କେମିତି ଲାଗିଅଛି କମେଣ୍ଟ ମାଧ୍ୟମରେ ଜଣାଇବେ ଏବଂ ଭଲ ଲାଗିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ଟିକୁ ଦବାଇବେ। ଆଜି ପାଇଁ ଏତିକି। ଦେଖା ହେବ ଆଗାମୀକାଲି ନୂଆ ଅପଡେଟ୍ରେ। ନମସ୍କାର, ଜୟ ଜଗନ୍ନାଥ, ଧନ୍ୟବାଦ।